ସନ୍ଥ କବି ମହିମା ଧର୍ମର ଆଚରଣ କରୁଥିବା ଭୀମ ଭୋଇ ତାଙ୍କର ସ୍ତୁତିଚିନ୍ତାମଣି ଗ୍ରନ୍ଥରେ ସେ ଲେଖିଲେ, ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ମହିମା ଅଲେଖ ଶୂନ୍ୟ ବ୍ରହ୍ମ ମହିମା ଅଲେଖ, ଅଲେଖ ମହିମା ଶୂନ୍ୟ ବ୍ରହ୍ମ। ସନ୍ଥ କବି ଭୀମ ଭୋଇ, ବିପ୍ଳବୀ କବି, କ୍ରାନ୍ତି କବି ଭୀମ ଭୋଇ। ସେ ଜଣେ କ୍ରାନ୍ତିକାରୀ, ସେ ଜଣେ ସମାଜରେ ଥିବା ଅନ୍ଧବିଶ୍ୱାସ ପାଖଣ୍ଡରୁ ଲୋକଙ୍କୁ ମୁକ୍ତ କରିବା ପାଇଁ, ସଦ୍ଜ୍ଞାନ ଦେବା ପାଇଁ ଚେଷ୍ଟା କରିଥିଲେ। ଧର୍ମର ଆଚରଣ ଶିକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ। ଆଜୀବନ ବୁଲି ବୁଲି ପ୍ରଚାର କରିଥିଲେ ଧର୍ମର ସଠିକ୍ ଆଚରଣରେ ମଣିଷକୁ ବଞ୍ଚିବା ପାଇଁ। ଏବଂ ତାଙ୍କର ସମୟ, ଯେଉଁ ସମୟରେ ସେ ସଂସାରରେ ବୁଲି ଧର୍ମ ପ୍ରଚାର କରୁଥିଲେ, ସମାଜକୁ ସଚେତନ କରୁଥିଲେ, ବ୍ୟକ୍ତିର ବିକୃତ ମାନସିକତାକୁ ଧାର୍ମିକ ମାନସିକତାରେ ଆଣିବା ପାଇଁ, ସତ୍ୟ ଅହିଂସାର ଆଚରଣ ପାଇଁ ପ୍ରବର୍ତ୍ତାଉଥିଲେ ଲୋକମାନଙ୍କୁ। ସେ ସମୟରେ ସମାଜର ଲୋକମାନେ ଭୀମ ଭୋଇଙ୍କ ପ୍ରତି ଯେଉଁ ଆଚରଣ କଲେ, ସେହି ଦୁଃଖରେ ସେ ସ୍ତୁତିଚିନ୍ତାମଣି ଗ୍ରନ୍ଥକୁ ଲେଖିଛନ୍ତି। ଏହି ଗ୍ରନ୍ଥ ମଧ୍ୟରେ ଯେତେବେଳେ ଆପଣ ପଢ଼ିବେ ଏବଂ ତା'ର ଗଭୀରତମ ଅର୍ଥକୁ ବୁଝିବାକୁ ଚେଷ୍ଟା କରିବେ ଯେ ଲେଖକ ଭୀମ ଭୋଇ ବା କବି ଭୀମ ଭୋଇ ତାଙ୍କର ଆନ୍ତରିକ କଷ୍ଟକୁ ପ୍ରକାଶ କରିବା ପାଇଁ ଚେଷ୍ଟା କରିଛନ୍ତି। ସେ କହୁଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହା ଭୀମ ଭୋଇଙ୍କର ବାକ୍ୟ। ତାଙ୍କର ପ୍ରାଣକୁ କେତେ କଷ୍ଟ ହୋଇଥିବ। ତାଙ୍କର ହୃଦୟର ମର୍ମସ୍ପର୍ଶୀ ସମ୍ବେଦନା ଜାଗ୍ରତ ହୋଇଛି। ସଂସାରରେ ସମସ୍ତ ଲୋକ ଦୁଃଖ କଷ୍ଟରେ ବ୍ୟଥିତ ଅଛନ୍ତି ଏବଂ ତାଙ୍କର ଦୁଃଖକୁ, ତାଙ୍କର କଷ୍ଟକୁ ଦୂର କରିବା ପାଇଁ ଭୀମ ଭୋଇ ଆପ୍ରାଣ ଚେଷ୍ଟା କରିଥିଲେ। ତେଣୁ ଯେତେବେଳେ ସେ ସେହି କଷ୍ଟକୁ ଦୂର କରିବାରେ ସକ୍ଷମ ହୋଇନାହାନ୍ତି ଏବଂ ସାମାଜିକ ସାଂସାରିକ ଲୋକମାନେ ଯେତେବେଳେ ତାଙ୍କର କଥା ମାନିଲେ ନାହିଁ, ତାଙ୍କର ଆଚରଣରେ ଗଲେ ନାହିଁ ଏବଂ ମହିମା ଧର୍ମର ଅପମାନ କଲେ, ଭୀମ ଭୋଇଙ୍କର ଅପମାନ କଲେ ଏବଂ ସେମାନେ ବିକୃତ ମାନସିକତାର ଆଚରଣରେ ବଞ୍ଚୁଥିଲେ। ତାଙ୍କର ସେହି ବିକୃତ ସ୍ଥିତିକୁ ଦେଖି ସେମାନଙ୍କର ଆଗତ ଭବିଷ୍ୟତରେ ଘଟିବାକୁ ଥିବା ଯେଉଁ ବିପତ୍ତି ତାଙ୍କ ଉପରେ ପଡ଼ିବାର ଅଛି, ତାହା ଭୀମ ଭୋଇଙ୍କୁ ଜଣାପଡ଼ୁଥିଲା ଏବଂ ସେହି କଷ୍ଟରେ ସେମାନେ ବିନାଶ ହେଇ ନ ଯାଆନ୍ତୁ, ତାହା ପ୍ରତି ସେ ସମାଜକୁ ସଚେତନ କରାଇବାରେ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ। ଏହି କାରଣରୁ ସେ ଏହି ପଦ ଲେଖିବା ପାଇଁ ବାଧ୍ୟ ହୋଇଛନ୍ତି ଏବଂ ତାଙ୍କର ହୃଦୟରୁ ଏହି ପଦଟି ଫୁଟି ଉଠିଛି, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ସେ ସମୟରେ ପାଦରେ ଚାଲି ଚାଲି, ଖୋଲା ପାଦରେ ଚାଲି ଚାଲି, ମହିମା ଧର୍ମର ସମସ୍ତ ସାଧକ ଖୋଲା ପାଦରେ ଚାଲନ୍ତି, ମାଟିରେ ଶୁଅନ୍ତି, ଯେଉଁଠି ଭକ୍ତ ଥିବେ ତାଙ୍କ ଘରେ ଖାଆନ୍ତି ଏବଂ ଜୀବନ ସାରା ସେମାନେ ଭ୍ରମଣ କରିଥାନ୍ତି। ଏହିପରି ତାଙ୍କର ସାଧନା ସତ୍ୟ ଏବଂ ଅହିଂସାର ବ୍ରତୀ ହୋଇଥାନ୍ତି। ଏହିପରି ଭାବରେ ଜଣେ ଯେତେବେଳେ ନିଜର ଜୀବନକୁ ସମ୍ପୂର୍ଣ୍ଣ ସମର୍ପିତ ଭାବରେ ସମାଜର କଲ୍ୟାଣ ପାଇଁ ଲଗାଇ ଦେଇଥାଏ, ସେହି ମନୁଷ୍ୟ ଯେତେବେଳେ ଦେଖେ ଯେ ତା'ର ସମସ୍ତ କର୍ମ ବା ପ୍ରୟାସ ବିଫଳ ହେଉଛି, କେହି ତାଙ୍କର କଥା ମାନୁନାହାନ୍ତି, କେହି ବୁଝୁନାହାନ୍ତି, କେହି ତା'ର ଆଚରଣ କରୁନାହାନ୍ତି, ସେ ସମୟରେ ତାଙ୍କର ହୃଦୟକୁ କଷ୍ଟ ହୋଇଛି ଏବଂ ସେ କହୁଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହି ପଦ ଲେଖିବା ଆଗରୁ କିଛିଟା ପଦ ଆହୁରି ଲେଖା ଅଛି। ତାହା ମଧ୍ୟ ଆମେ ପଢ଼ିଲେ ବୁଝିପାରିବା ଯେ ଭୀମ ଭୋଇଙ୍କର ଭିତରେ, ତାଙ୍କର ହୃଦୟ ଭିତରେ ଏମିତି କ'ଣ ହୋଇଥିଲା ଯାହା ପାଇଁ ଏ ପଦ ତାଙ୍କ ଭିତରୁ ଫୁଟି ଉଠିଲା।
ବଖାଣି ମହିମା ଧ୍ୱନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ। ଦାସ ପଣେ କିଣି ଅର୍ଦ୍ଧ ବାଟେ ଆଣି କିମ୍ବା ଏତେ ସରି କଲେ। ନାହିଁ ମୋ ଭରସା ଉଡୁଛି ସାହସ କି ବୁଦ୍ଧି କରିବି କହ। ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାଗ ତୁମ୍ଭେ ବହ। ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପାଦାରବିନ୍ଦେ। ବାନ୍ଧିଥା ଯୋଗାରି ଆଗପ କରି ବହିଥାଅ ନିଜ କାନ୍ଧେ। ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭିଆଣ କରିଛ ଯୋଡ଼ି। ପାପ ଦୁଃଖ ଭାର କେ ତୁମ୍ଭ ବହିବ ପାଦ ତଳେ ଥାଉ ପଡ଼ି। ବିଜେ କରିଅଛ କିମ୍ପା ନ ବୁଝୁଛ ପଳାଇ ପଶିବି କାହିଁ। ଅର୍ଜି ପାପ ଭାରା କରିବି ପସରା ପାଦ ତଳେ ଦେବି ଥୋଇ। ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ି ଗଲେଣି ସକଳ। ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ। ଜଣାଉଛି ମୁଁ ଯେ ଭକ୍ତି ଭାବ ରଞ୍ଜେ ଆହେ ମଣିମା ଅନନ୍ତ। ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଅଛନ୍ତି ସମସ୍ତେ ତୁମ୍ଭ ଭକତ। ଭୀମ ଭୋଇ କହୁଛନ୍ତି ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଅଛନ୍ତି, ବ୍ରହ୍ମାଣ୍ଡ ଯାକ ଯେତେ ଜୀବ ଅଛନ୍ତି ସମସ୍ତ ଜୀବ ତୁମ୍ଭର ଭଗତ ଅଟନ୍ତି। ସମସ୍ତେ ଆପଣଙ୍କୁ ଧ୍ୟାଇ ସଂସାରରେ ବଞ୍ଚିଛନ୍ତି ଯେ ପ୍ରଭୁ ଆମର ମଙ୍ଗଳ କରିବେ, ପ୍ରଭୁ ଆମର ଜୀବନକୁ ସୁସ୍ଥ କରିବେ, ଆମର କଲ୍ୟାଣ କରିବେ। ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଅଛନ୍ତି ସମସ୍ତେ ତୁମ୍ଭ ଭକତ। ଜଣାଉଛି ମୁଁ ଯେ ଭକ୍ତି ଭାବ ରଞ୍ଜେ ଆହେ ମଣିମା ଅନନ୍ତ। ଠୁଲ ଶୂନ୍ୟ ଠାରୁ ତହିଁ ଉପରକୁ ଦେଖିଲଇ ନାହିଁ କିଛି। ଅବିକାର ବ୍ରହ୍ମ ନାମ ରୂପ ସିନ୍ଧୁ ପ୍ରାୟ ପୁରୀ ଅଛି। ଠୁଲ ଶୂନ୍ୟ ଠାରୁ ତହିଁ ଉପରକୁ ଦେଖିଲଇ ନାହିଁ କିଛି। ଭୀମ ଭୋଇଙ୍କର ବାକ୍ୟରେ ଏହି ସୃଷ୍ଟି ବ୍ରହ୍ମାଣ୍ଡର କର୍ତ୍ତା ସୃଷ୍ଟିକର୍ତ୍ତା ତାହାଙ୍କୁ ବ୍ରହ୍ମ ନାମରେ ସେ ନାମିତ କରିଛନ୍ତି। ସେ ତାଙ୍କୁ ଅରୂପ ବ୍ରହ୍ମ ଅନାମ ବ୍ରହ୍ମ ବୋଲି କହନ୍ତି। ତ ସେ କହୁଛନ୍ତି ଜଗତ ବ୍ରହ୍ମାଣ୍ଡ ଯେତେ ଦୂର ବ୍ୟାପ୍ତ ଅଛି ଏବଂ ଯାହା ବି ବ୍ରହ୍ମାଣ୍ଡରେ ଅଛି ସବୁ ସେହି ଅନାମ ବ୍ରହ୍ମଙ୍କର ସ୍ୱରୂପ ଅଟେ ଏବଂ ସେ ହିଁ ସବୁ କରାଉଛନ୍ତି ଏବଂ ତାଙ୍କ ଦ୍ୱାରା ହିଁ ସବୁ ଚାଲିଛି। ଏହି ପରିସ୍ଥିତିରେ ଯେତେବେଳେ ମଣିଷ ଦୁଃଖଗ୍ରସ୍ତ ହୁଏ, ମଣିଷକୁ କୌଣସି ବ୍ୟାଧି କଷଣ ଜଞ୍ଜାଳରେ ମଣିଷ ପଡ଼ିଯାଏ ଏବଂ କଷ୍ଟରେ ବାଧିତ ହୁଏ, ସେ ସମୟରେ ସେ ସେହି ଶୂନ୍ୟ ବ୍ରହ୍ମ ମହିମାଙ୍କୁ ମନେ ପକାଏ, ତାଙ୍କୁ ଭକ୍ତି କରେ, ତାଙ୍କୁ ସ୍ତୁତି କରେ, ତାଙ୍କୁ ଗୁହାରି କରେ, ହେ ବ୍ରହ୍ମ ଶୂନ୍ୟ ମହିମା ମୋର ଦୁଃଖ ଦୂର କର। ଏଭଳି ପରିସ୍ଥିତିରେ ସେ କହୁଛନ୍ତି କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୁରୀ। ତୁମ୍ଭେ ପୁରୀ ଅଛ କାହିଁ ଉଣା ନାହିଁ ସର୍ବ ଘଟେ ସମସରି। ମେଦିନୀ ପାଷାଣ କାଠ ତରୁ ତୃଣ ନିର୍ଜୀବରେ ଯେହୁ ଗଛି। ମୁଁ ଯେ ଜାଣୁଅଛି ମନର ଭିତରେ ଶବ୍ଦ ବ୍ରହ୍ମ ହେଲେ ଅଛି। କିବା ଦୁଷ୍ଟ କିବା ସନ୍ଥ କିବା ସେବକ କିବା ସାମନ୍ତ କିବା କୀଟ କିବା ପତଙ୍ଗ, ବ୍ରହ୍ମାଣ୍ଡର ସମସ୍ତ ସ୍ଥିତିରେ ସମସ୍ତ ସ୍ଥାନରେ ପ୍ରଭୁ ଅନାମ ବ୍ରହ୍ମଙ୍କର ବାସ। କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୁରୀ। ତମେ ସମସ୍ତ ଜାଗାରେ ସମସ୍ତ ସ୍ଥାନରେ ପୁରୀ ଅଛ, ସମସ୍ତ ଜାଗାରେ ତମେ ଭରପୁର ଅଛ, ସବୁ ସ୍ଥାନରେ ଆପଣଙ୍କର ବାସ। ଏ ମହିମା ଶୂନ୍ୟ ବ୍ରହ୍ମ ଲେଖ ତୁମ୍ଭେ ପୁରୀ ଅଛ କାହିଁ ଉଣା ନାହିଁ ସର୍ବ ଘଟେ ସମପରି। ସମପରି ସମାନ ଭାବରେ ସମସ୍ତଙ୍କ ଭିତରେ ତୁମ୍ଭେ ପୁରୀ ଅଛ। କୌଣସି ଜାଗା
ତୁମର ବିନା ରହିପାରିବ ନାହିଁ କି ତୁମଠାରୁ ଊଣା ହୋଇପାରିବ ନାହିଁ। ସବୁ ଜାଗାରେ ତୁମେ ଅଛ, ହେଲେ ଏ ଦୁଃଖ ଏ କଷ୍ଟ କାହିଁକି ହେଉଛି? ମେଦିନୀ ପାଷାଣ କାଠ ତରୁ ତୃଣ ନିର୍ଜୀବରେ ଯେହୁ ଗଛି। ସେ କହୁଛନ୍ତି କେବଳ ଜୀବ ନୁହେଁ, କେବଳ ଜୀବନଧାରୀ ସତ୍ତା ନୁହେଁ, କେବଳ ଚେତନାଧାରୀ ଜୀବ ଜଗତ ନୁହେଁ, ଆପଣ ନିର୍ଜୀବଠାରେ ମଧ୍ୟ ବ୍ୟାପ୍ତ ହୋଇଅଛନ୍ତି। ଆପଣ ନିର୍ଜୀବ ମଧ୍ୟରେ ଭରି ରହିଛନ୍ତି। ମେଦିନୀରେ, ପାଷାଣରେ, କାଠରେ, ତରୁରେ, ତୃଣରେ, ନିର୍ଜୀବରେ ସମସ୍ତଠାରେ ଆପଣ ଗଚ୍ଛିତ ହୋଇଅଛନ୍ତି। ମୁଁ ଯେ ଜାଣୁଅଛି ମନର ଭିତରେ, ମୁଁ ଯେ ଜାଣୁଅଛି ମନର ଭିତରେ। ଲେଖକ ଭୀମ ଭୋଇ କହୁଛନ୍ତି, ମୁଁ ଭୀମ ଭୋଇ, ମୁଁ ଜାଣୁଅଛି ମୋର ମନ ଭିତରେ ଶବ୍ଦ ବ୍ରହ୍ମ ରୂପରେ ଆପଣ ସମସ୍ତ ଜୀବ ନିର୍ଜୀବରେ ବ୍ୟାପ୍ତ ହୋଇକି ଅଛନ୍ତି। ହେଲେ ମୁଁ ଯେ ମୂର୍ଖ କବି ଭେଦ ମାର୍ଗେ ଯୋଗୀ ତୁମ୍ଭ କରୁଣା ମାତର। ସେ ସ୍ତୁତି କରୁଛନ୍ତି ଶୂନ୍ୟ ବ୍ରହ୍ମ ମହିମାଙ୍କୁ। ମୁଁ ମୂର୍ଖ, ମୁଁ ମୂର୍ଖ କବି, ହେଲେ ମୁଁ ଯେଉଁ ଭେଦ ମାର୍ଗ ଜାଣିଛି ବା ଜାଣିପାରିଛି, ଆପଣଙ୍କୁ ପାଇଛି, ଆପଣଙ୍କୁ ଦେଖିଛି, ଜାଣିଛି, ସେହି ହିସାବରେ ମୁଁ ଏହି ସତ୍ୟ ଧର୍ମର ପ୍ରକାଶ କରୁଛି। ସେ କହୁଛନ୍ତି, ମୁଁ ଯେ ମୂର୍ଖ କବି ଭେଦ ମାର୍ଗେ ଯୋଗୀ ତୁମ୍ଭ କରୁଣା ମାତର। ସମାନରେ ଦେଖି ସତ୍ୟ ଧର୍ମ ସାକ୍ଷୀ କରି ନ ପାରେ ଅନ୍ତର। ତ୍ରିପୁର ଜଗତେ ଜୀବଛନ୍ତି ଯେତେ ଅଛି ନାମ କଳା ଚିହ୍ନ। ସମସ୍ତେ ଶଙ୍ଖୁଳି ଏକ ଆତ୍ମା ବୋଲି ନ କର ହୁଆନ ଭିନ୍ନ। ତ୍ରିପୁର ଜଗତେ ଜୀବଛନ୍ତି ଯେତେ ଅଛି ନାମ କଳା ଚିହ୍ନ। ଏହି ତ୍ରିପୁରରେ, ଏହି ଜଗତରେ, ବ୍ରହ୍ମାଣ୍ଡରେ ଯେତେ ଜୀବ ଅଛନ୍ତି ବା ନିର୍ଜୀବ ଅଛନ୍ତି, ସବୁ ଆପଣଙ୍କର କଳାରେ ଭରପୁର ହୋଇଅଛନ୍ତି, ଆପଣଙ୍କର ମହିମାରେ ବ୍ୟାପ୍ତ ହୋଇଅଛନ୍ତି। ସମସ୍ତେ ଶଙ୍ଖୁଳି ଏକ ଆତ୍ମା ବୋଲି ନ କର ହୁଆନ ଭିନ୍ନ। ସେ କହୁଛନ୍ତି, ହେ ପ୍ରଭୁ ମହିମା ଶୂନ୍ୟ ବ୍ରହ୍ମ, ହେ ଅନାମ ବ୍ରହ୍ମ, ଆପଣ ଏ ଜୀବମାନଙ୍କୁ ଭିନ୍ନ ଭିନ୍ନ କରନ୍ତୁ ନାହିଁ, ଅଲଗା କରନ୍ତୁ ନାହିଁ, ତାଙ୍କ ମଧ୍ୟରେ ମତଭେଦ କରନ୍ତୁ ନାହିଁ। ଏକ ଆତ୍ମା ଭାବରେ ସମସ୍ତଙ୍କୁ ଗଢ଼ି ରଖନ୍ତୁ। ଏକ ଆତ୍ମା ଭାବରେ ଆପଣ ସମସ୍ତଙ୍କୁ ଏକତ୍ରିତ କରି ରଖନ୍ତୁ। ସମସ୍ତଙ୍କୁ ଶଙ୍ଖୁଳି ରଖନ୍ତୁ। ସମସ୍ତଙ୍କୁ ସମାନ ଭାବରେ, ଏକ ଭାବରେ, ସମାନ ଭାବରେ ଆପଣ ସମସ୍ତଙ୍କର ହିତ କରନ୍ତୁ। ସେ କହୁଛନ୍ତି, ତ୍ରିପୁର ଜଗତେ ଜୀବଛନ୍ତି ଯେତେ ଅଛି ନାମ କଳା ଚିହ୍ନ। ସମସ୍ତେ ଶଙ୍ଖୁଳି ଏକ ଆତ୍ମା ବୋଲି ନ କର ହୁଆନ ଭିନ୍ନ। କାଠର ଭିତରେ ସୁଢଳ ଧାତୁରେ ଜଳ ପୂରିଥାଇ ଯେତେ। ପ୍ରାଣୀଙ୍କ ଅଙ୍ଗରେ ଜୀବ ପରମ ରୂପ ଫୁଟି ଦିଶୁଥାଇ ସତେ। କାଠର ଭିତରେ ସୁଢଳ ଧାତୁରେ ଜଳ ପୂରିଥାଇ ଯେତେ। କାଠର ଭିତରେ ଗୋଟିଏ ଗଛ ଯେତେବେଳେ ଛିଡ଼ା ହୋଇଥାଏ ମୃତ୍ତିକା ଉପରେ, ଏହି ମାଟି ଉପରେ, ପୃଥିବୀ ଉପରେ, ତା'ର କୋଣ କୋଣରେ ସମସ୍ତ ଶାଖା ପ୍ରଶାଖାରେ, ଡାଳପତ୍ରରେ, କାଠରେ, ଛାଲରେ ଯେମିତି ଜଳ ପୂର୍ଣ୍ଣ ହୋଇଥାଏ ଏବଂ ସେହି ବୃକ୍ଷକୁ ଜୀବନ ପ୍ରଦାନ କରୁଥାଏ, ସେହିପରି ଏହି ଜୀବଜଗତରେ ନିର୍ଜୀବରେ, ଜୀବରେ, ସମସ୍ତ ସ୍ଥାନରେ ଆପଣ ସେହି ଜଳ ଭରି ପ୍ରାଣୀଙ୍କ ଅଙ୍ଗରେ ଜୀବ ପରମ ରୂପ ଫୁଟି ଦିଶୁଥାଇ ସତେ। ସେହି ଅନାଦି ଶୂନ୍ୟ ବ୍ରହ୍ମ ସମସ୍ତଙ୍କ ମଧ୍ୟରେ ପରମ ରୂପରେ, ଜୀବ ପରମ ରୂପରେ ସମସ୍ତ ପ୍ରାଣୀଙ୍କ ଅଙ୍ଗରେ ଫୁଟି ଦିଶୁଅଛି। ତାଙ୍କ ପାଇଁ ଏହିସବୁ ଖେଳା, ଏହି ଜଗତର ସବୁ କଳା ଦେଖିବାକୁ ମିଳୁଛି। ସେ କହୁଛନ୍ତି, ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ୱନ୍ଦ୍ୱ ହୁଅନ୍ତି ଯହିଁ। ରୋମଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଏ। ଅତ୍ୟନ୍ତ ସମ୍ବେଦନଶୀଳ ବାକ୍ୟ, ହୃଦୟସ୍ପର୍ଶୀ, ଯାହା ମନରେ ହୃଦୟଙ୍ଗମ କରିବାର ଶକ୍ତି ଅଛି, ଯାହା ମନରେ ସମ୍ବେଦନା ଅତି ଗଭୀର, ଯିଏ ମର୍ମସ୍ଥଳର ସମ୍ବେଦନାକୁ ଅନୁଭବ କରିପାରେ, ସେ ହେଉଛନ୍ତି ଭୀମ ଭୋଇ। ଏବଂ ସେହି ସମ୍ବେଦନାକୁ ସେ ପ୍ରକାଶ କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କର ଲେଖନୀ ଦ୍ୱାରା। ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ୱନ୍ଦ୍ୱ ହୁଅନ୍ତି ଯହିଁ। ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ। ସଂସାରରେ ଯେତେ ପ୍ରକାରର କୋଷଣ ହେଉଛି, କେଉଁ ଜାଗାରେ ଗାଳି ଦ୍ୱନ୍ଦ୍ୱ ହେଉଛି, କେଉଁ ଜାଗାରେ ଧରାମରା ହେଉଛି, କେଉଁ ଜାଗାରେ ହାନି ଲାଭ, ଦୋଷକୃତ ଅନେକ ବିକୃତ ପରିସ୍ଥିତିର ସୃଷ୍ଟି ହେଉଛି,
ସେ ସବୁଗୁଡ଼ାକ ଦେଖିକରି ସେ ଯେହେତୁ ବୁଲି ବୁଲି ଧର୍ମର ପ୍ରଚାର କରୁଥିଲେ, ଲୋକଙ୍କର କଲ୍ୟାଣର ରାସ୍ତା ଦେଖାଉଥିଲେ, ସେ ସମୟରେ ଯାହା ଦେଖିଥିଲେ ସମାଜରେ ଘଟୁଥିଲା ତାହା ସେ କହୁଛନ୍ତି ଯେ ଏସବୁ ଘଟଣାକୁ ଦେଖି ମୋର ହୃଦୟ ମଧ୍ୟରେ ରୁମଚର୍ମ ଭେଦି ଯାଉଛି ଏବଂ ଜୀବନକୁ କାତର କରାଉଛି। କାଟେ ଜୀବନକୁ କାତର ମୁଁ ହେଉଥାଏ। ଏମିତି ତାଙ୍କର ସମ୍ବେଦନା ଭିତରେ ତାହା ପଶୁଛି ଯେ ଏତେ ସଂସାରରେ ଦୁଃଖ କଷ୍ଟ କାହିଁକି ହେଉଛି? କାହିଁକି ହେ ପ୍ରଭୁ ଶୂନ୍ୟ ବ୍ରହ୍ମ ତମେ ଏସବୁ କରାଉଛ? କାହିଁକି ଏପରି? ଆପଣ ତ ସମସ୍ତଙ୍କ ମଧ୍ୟରେ ଅଛନ୍ତି। ଆପଣ ହିଁ ସୃଷ୍ଟିକର୍ତ୍ତା, ଆପଣ ହିଁ ସୃଷ୍ଟିର ନିର୍ମାତା, ସଞ୍ଚାଳକ, ବିନାଶକାରୀ, ସବୁ ତ ଆପଣ। ହେଲେ ଏ ମଣିଷ ମଧ୍ୟରେ ଏତେ ଦୁଃଖ କଷ୍ଟ କାହିଁକି ଦେଉଛନ୍ତି ପ୍ରଭୁ ଶୂନ୍ୟ ବ୍ରହ୍ମ ବୋଲିକି ସେ ତାଙ୍କର ସ୍ତୁତି କରୁଛନ୍ତି। ସେ କହୁଛନ୍ତି ଯେ ପରିସ୍ଥିତି ଦେଖି ମୁଁ ସହିପାରୁନାହିଁ, ଏହା ମୋତେ କାତର କରାଉଛି। ଅଗ୍ନି ତୁଳା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ, ତେସନ ପରାଏ ହୃଦେ ଡେଉଁଥାଇ ପଞ୍ଚଭୂତ ଆଜ୍ଞାମାନ। ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ, ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ। ଅଗ୍ନି ଚୁଲ୍ହା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ। ଆପଣମାନେ ଜାଣିଥିବେ ଯେମିତି ଆମେ ଚାଉଳକୁ ଭାତ କରୁ, ଅନ୍ନ କରୁ ଅଗ୍ନିରେ ଗରମ କରିକି, ଯେମିତି ପାଣି ଭିତରେ ଚାଉଳଟା ଗରମ ହେଇକି ଫୁଟିଥାଏ, ଚାଉଳରୁ ଭାତ ହୋଇଯାଇଥାଏ, ସେହିପରି ଅଗ୍ନି ଚୁଲ୍ହା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ, ତେସନ ପରାଏ, ଠିକ୍ ସେହିପରି ହୃଦେ ଡେଉଁଥାଇ ପଞ୍ଚଭୂତ ଆଜ୍ଞାମାନ। ମୋ ହୃଦୟରେ, ମୋର ପଞ୍ଚଭୂତ ଏ ଶରୀରରେ ଏସବୁ ଆପଣଙ୍କର ଯେଉଁ ଆଜ୍ଞା ମୁଁ ପାଇଛି, ଆପଣଙ୍କୁ ମୁଁ ଯେମିତି ଦର୍ଶନ କରିଛି, ଆପଣଙ୍କର ସ୍ୱରୂପକୁ ଅନୁଭବ କରିଛି, ଆପଣଙ୍କର କୃପାକୁ ମୁଁ ଯେମିତି ଅନୁଭବ କରିଛି, ସେସବୁ ମନେ ପଡ଼େ ଏବଂ ମୋର ପଞ୍ଚଭୂତ, ମୋର ହୃଦୟ ସବୁବେଳେ ସେହିପରି ଚାଉଳରୁ ଭାତ ଫୁଟିଲା ପରି, ଅଗ୍ନିରେ ଗରମ ହେଲା ପରି ସେହି ଭାବରେ ଗରମ ହେଇକି, ମାନେ ଦୁଃଖରେ ପୀଡ଼ିତ ହୋଇକି, ଅତ୍ୟନ୍ତ ଦୁଃଖରେ ପୀଡ଼ିତ ହେଉଛି। ଯେଭଳି ଭାବରେ ଚାଉଳରୁ ଭାତ ହୋଇଯାଏ ଗରମ ହେଇକି, ସେମିତି ମୋ ହୃଦୟ ମଧ୍ୟରେ ବ୍ୟାକୁଳତାର ପ୍ରକାଶ ପାଉଛି। ମୁଁ ସମ୍ବେଦନଶୀଳ ହେଉଛି, ଏସବୁ ମୋତେ ବାଧିତ କରୁଛି। ସେଥିପାଇଁ ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ, ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ। ସେ କହୁଛନ୍ତି ତେଣୁ କରି ସିନା ମୁଁ ଏ ପୃଥିବୀକୁ, ଏ ଜଗତକୁ, ଏ ସମାଜକୁ, ସମସ୍ତ ମଣିଷଙ୍କୁ ଏକ ମନେ କରେ। ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ। ସେ କହୁଛନ୍ତି ଏସବୁ ଗୋଟିଏ, ମାନେ ସମସ୍ତଙ୍କର ମାଉଁସ ଗୋଟିଏ ଫୁଟ ମାଉଁସ ଏବଂ ସମସ୍ତଙ୍କର ରୁଧିର ମିଶିକି ଗୋଟାଏ ବୁନ୍ଦା ରୁଧିର ଏବଂ ସମସ୍ତଙ୍କ ହାଡ଼ ମିଶିକି ଏକ ଖଣ୍ଡ ହାଡ଼। ସମସ୍ତ ଜଗତ ବ୍ରହ୍ମାଣ୍ଡକୁ ସେ ଏକ କହୁଛନ୍ତି, ଅନେକ ନୁହେଁ। ଅନ୍ୟ ଶରୀର ସେ କହୁନାହାନ୍ତି, ସମସ୍ତଙ୍କୁ ଏକ ଶରୀର, ଏକ ଶରୀରର ଏକ ହାଡ଼, ଏକ ରୁଧିର, ଏକ ମାଉଁସ। ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ, ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରୁଛି ମୁହିଁ। ଏକା ଖଡ଼ଗରେ 10-5 ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ, ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ। ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡ଼ୁ ମୋ ମୁଣ୍ଡକୁ, କହେ ଭୀମ ଭୋଇ ବ୍ରହ୍ମ ଶାପ ଦେଇ ଜାଳି ଦିଅ ମୋ ପିଣ୍ଡକୁ। ସେ କହୁଛନ୍ତି ହେ ଶୂନ୍ୟ ମହିମା ବ୍ରହ୍ମ ଲେଖ, ହେ ମହିମା ସ୍ୱାମୀ, ଆତ୍ମା ଭଗତିରେ ଦୋଷାଦୋଷ ହେଲେ, ମୁଁ ମୋର ଭଗତି ମୋ ଆତ୍ମା ଭିତରେ କରୁଛି। ମୋ ଆତ୍ମାର ସମ୍ବେଦନାକୁ ମୁଁ ଆପଣଙ୍କୁ ଜଣାଉଛି। ଯଦି ମୋ ଦ୍ୱାରା କିଛି ଦୋଷାଦୋଷ ହେଇଛି, ହେଲେ ବଜ୍ର ପଡ଼ୁ ମୋ ମୁଣ୍ଡକୁ, କହେ ଭୀମ ଭୋଇ ବ୍ରହ୍ମ ଶାପ ଦେଇ ଜାଳି ଦିଅ ମୋ ପିଣ୍ଡକୁ। ଯଦି ମୋ ଦ୍ୱାରା କୌଣସି ଦୋଷ ହେଉଛି, ଅପରାଧ ହେଉଛି, ଏ ଯାହା ମୋ ଭିତରେ ଅନୁଭବ ହେଉଛି, ଏ ଯେଉଁ ସମ୍ବେଦନା, ମୁଁ ସଂସାରର ଦୁଃଖ କଷ୍ଟକୁ ସହିପାରୁନାହିଁ, ମୋ ଭିତରେ ଯେଉଁ କଷ୍ଟ ଜାଗରଣ ହେଉଛି, ଯଦି ଏହା କୌଣସି ପାପ ହେଇଥାଏ, ହେଲେ ବ୍ରହ୍ମ ଶାପ ଦେଇ ମୋତେ ଏ ପିଣ୍ଡକୁ ଜାଳି ଦିଅ। ହେ ଶୂନ୍ୟ ମହିମା, ହେ ପ୍ରଭୁ, ମୋତେ ଆପଣ ବଜ୍ର ପକାଇ ଦିଅନ୍ତୁ ଏବଂ ମୋର ମୁଣ୍ଡ ଚୁରମାର ହେଇଯାଉ, ମୋତେ ବିନାଶ କରିଦିଅନ୍ତୁ। ଯଦି ମୋ ଦ୍ୱାରା କିଛି ପାପ ହେଉଛି,
ଏହିଭଳି ଭାବରେ ହୃଦୟସ୍ପର୍ଶୀ ଅତ୍ୟନ୍ତ ଗଭୀର ସମ୍ବେଦନଶୀଳ ବାକ୍ୟ ଗୁଡ଼ାକ ସ୍ତୁତି ଚିନ୍ତାମଣିରେ ଆପଣଙ୍କୁ ପଢ଼ିବାକୁ ମିଳିବ। ଆପଣ ଆଶା କରୁଛି ମୋ କଥାକୁ ବୁଝିବାକୁ ଚେଷ୍ଟା କରିବେ। ଧନ୍ୟବାଦ।